ଜୟଗୁରୁ ଆଶା କରୁଛି ସମସ୍ତେ ଭଲ ଥିବେ। ମୁଁ ବି ଭଲ ଅଛି। ଜୀବନଟା ଏମିତି ଏକା କଟିବ ମୁଁ କେବେ ଭାବିନଥିଲି। ଯେଉଁ ଝିଅ ମାନେ ଜଏଣ୍ଟ ଫ୍ୟାମିଲି ରହିକି ଏତେ ଜଣ ଲୋକଙ୍କ ମଝିରେ ରହିକି ଆଜି ସମ୍ପୂର୍ଣ୍ଣ ଏକା ରହୁଛି, ଦିନ କଟୁଛି, ମାନେ କେତେ ଯେ କଷ୍ଟ ସେଇଟା ମୁଁ ହିଁ କେବଳ ଜାଣିଛି, କେବଳ ଫିଲ୍ କରୁଛି। ମାନେ କେବେ ନା ମୁଁ ବାପ ଘରୁ ବି ଶିଖିନି ସବୁ ଜିନିଷ। ଏଇ ଯେଉଁ ବଢ଼ି କରିବା ବି ଆଜି ଯେଉଁଟା ବଢ଼ି ମୁଁ କରୁଛି, ମୁଁ କେବେ ବାପ ଘରୁ ଶିଖିନି। କାହିଁକି ସେ ସୁଯୋଗ ମାନେ ଜେଜେମା କରୁଥିଲା, ବାପା କରୁଥିଲେ, ବୋଉ କରୁଥିଲା, କିନ୍ତୁ ଶାଶୁଘର ଆସିକି ସେ ସୁଯୋଗ ବି ମିଳିନି କି ମୁଁ ଶାଶୁଙ୍କଟା ଶିଖିବି। ଯେହେତୁ ମୁଁ ଆସିଲା ପରେ ମାନେ ଶାଶୁ ତ ମୋ ପାଖରେ ରହୁନଥିଲେ, ବଡ଼ ଭାଇଙ୍କ ପାଖରେ ରହୁଥିଲେ। ତ ଯାହା ବି ନା ମୋତେ ସବୁ ସବୁଗୁଡ଼ାକ ମୋତେ ମୋର ସିଚୁଏସନ୍ ଶିଖେଇ ଦେଇଛି। କାହିଁକିନା ବହୁତ ଥର ବଡ଼ି କରିଛି, କେତେଟା ଡାଣ ହେଇଯାଇଛି, କେତେ ଖରାପ ହେଇଯାଇଛି, କେତେ କଳା ପଡ଼ିଯାଇଛି, କିନ୍ତୁ ଧୀରେ ଧୀରେ କରୁ ନା ମୁଁ ଏବେ ସବୁ କିଛି ଶିଖେ। ସମୟ ନା ସମସ୍ତେ ସବୁ କିଛି ଶିଖେଇ ଦେଇଥାଏ। ତାପରେ ଗୋଟେ ହେଲା ମନ ନା, ଗୋଟେ ବହୁତ ଗୋଟେ ଦୁଃଖ ଯେଉଁମାନେ ଏକୁଟିଆ ରହିଥିବେ ନା, ତାଙ୍କୁ ଭାରି କଷ୍ଟ ଦେଇକି ଏକାପଣ, ଯେମିତି ଏକାପଣ ମାନେ ଇଏ ନାହିଁ କି ପିଲା ନାହାନ୍ତି, ପିଲା ଅଛନ୍ତି, ପିଲାମାନେ ମୁଁ କେତେ କଥା ହେବି, ହଜବେଣ୍ଡ ଅଛନ୍ତି, ହଜବେଣ୍ଡ କେତେ କଥା ହେବି, କିନ୍ତୁ ଆଉ ତ କିଏ ଦରକାର ନା, ଯେଉଁଟାକି ମୋ ପାଖରେ କେହି ନାହାନ୍ତି। ମାନେ ଯାହା କେବେ ଭଉଣୀ ହେଇପାରେ ନା, ପ୍ରକୃତରେ ସତ କଥା। ମୋର ଦୁଇ ଜଣ ଯାହା ଅଛନ୍ତି, ମାନେ କହିବାକୁ ମାନେ ନାହିଁ, ଫିର ମନର କଥା ନା ମୁଁ କହିଦେଲେ ମୋତେ ଲାଗୁଛି ମନଟା ଭାରି ହାଲକା ଲାଗିବ। ମୁଁ ଯେତେ ସେମାନଙ୍କୁ ଆପଣାର ଭାବିଛି ନା, ସେମାନେ ମୋତେ କେବେ ଭାବିନି, ସବୁବେଳେ ପର ହିଁ କରିଛନ୍ତି। ସେଥିଲାଗି ନା ମାନେ କେବେ ଫିଲ୍ ହେଇନି। ଆଜିକି 10 ବର୍ଷ ମୋର ମ୍ୟାରେଜ୍ ହେଇଗଲା, ମାନେ ମୁଁ ଯେହେତୁ ଲାଷ୍ଟରେ ଆସିଛି, ମୋତେ ସେମାନେ ଆପଣେଇବା କଥା, କିନ୍ତୁ ମୁଁ ଉଲ୍ଟା ମୋ ତରଫରୁ ବହୁତ କୋସିସ୍ କରୁଛି, କିନ୍ତୁ ସେମାନେ କେବେ ମୋତେ ଆକ୍ସେପ୍ଟ କରିନାହାନ୍ତି। କି ମାନେ ଗୋଟେ ଭିତରେ କଥା ହେବା କି ଗୋଟେ ଦୁଃଖ ସୁଖ ହେବା, ସେ କଥା ବି କେବେ ହେଇନି। ମୁଁ ସବୁବେଳେ ମୋ ନିଜ ତରଫରୁ ତ୍ୟାଗରେ ଏବେ ମୁଁ ପୁରା ବନ୍ଦ କରିଛି। କାହିଁକିନା ମୁଁ ଯାହାକୁ ଯେତେ ଭଲ ପାଉଛି, ସେମାନେ ଯଦି ନ କରୁଛନ୍ତି, ମୁଁ କାହିଁ ବାରମ୍ବାର ସେମାନଙ୍କୁ ଖୋଜିବି? ହେଲା, ମୁଁ କ'ଣ ଭୁଲ କହୁଛି? ଯଦି ମୁଁ ତୁମକୁ ଭଲ ପାଉଛି, ତୁମ ଭିତରୁ ପଚାରୁଛି, ଯଦି ତୁମେ ବି ସେଗୁଡ଼ା ନ ପଚାରେ, ମୁଁ କାହିଁ ସେମାନଙ୍କୁ ପଚାରିବାକୁ ଯିବି? ତ ଏଠି ଦେଖନ୍ତୁ, ମୋର କଥା ବ୍ୟସ୍ତରେ ଦିନ ସାରା କଥା ପରେ ମୋର ଏଠି ଆସିଲା ରୋଷେଇରେ ଅଛି ଆଜି ପଲାଉ ଅଛି। ତ ତା ସହିତ ମୋର ବାସମତି ହେଇଗଲା, ତା ସହିତ ଏଠି ସବୁ ମାନେ ଭେଜିଟେବଲ୍ ଭାଜି ନେବି। ତରକାରୀଟା ନା ମାନେ ଏଇଠି ଯେଉଁ କରୁଛି ନା, ଯେତେବେଳେ ମୋ ବୋଉ ଆମ ଘରକୁ ଆସେ, ମାନେ ଆମେ ଯେହେତୁ ଆମ ଘର ନିରାମିଷ, ପିଆଜ ରସୁଣ ନାହିଁ କି ମାଛ ମାଂସ ନାହିଁ, ତ ବୋଉ ଆସିନା, ତ ତା ପାଇଁ ଏଇଟା କରେ, ତାକୁ ଭାରି ଭଲ ଲାଗେ ଖାଇବାକୁ। ତାପରେ ମୋ ଘରେ ମୋ ପିଲାମାନଙ୍କୁ ଏଇଟା ଭାରି ପସନ୍ଦ। ତ ମସରୁମ୍ ହେଇଥିଲା ଆହୁରି ବଢ଼ିଆ ଲାଗିଥାନ୍ତା, ଯେହେତୁ ଏବେ ମସରୁମ୍ ମିଳୁନି କେଉଁଠି, ତ ମସରୁମ୍ ପଡ଼ିଥିଲେ ଆଉ ଟିକେ ଫ୍ଲେଭର୍ ଆସେନା। ପରେ ଯାହା ବି ଅଛି ଏବେ ସେଇଭଳିଆ ଖାଇଦେବା। ତାର ସବୁଗୁଡ଼ା ଛାଣି ସାରିଲା ପରେ ଏଠି ପୁଣି କାଜୁ ଟିକେ ପକାଇଦେଲି, କାଜୁ ପୁଅର ଫେଭରେଟ୍, କିସମିସ୍ ଝିଅର, ତ ସେମାନେ ଭାରି ଭଲ ଲାଗେ। ତ ଏଠି ମୁଁ ଛୁଙ୍କରେ ଆକ୍ଚୁଆଲି ଭାତରେ ବି ଛୁଙ୍କ ଦେଇଛି, କିନ୍ତୁ ଆଉ ଟିକେ ଡବଲ୍ ଛୁଙ୍କ ଦେଲେ ନା ତାର ଫ୍ଲେଭର୍ଟା ବହୁତ ବଢ଼ିଆ ଲାଗେ। ତ ଏଠି ଡବଲ୍ ଛୁଙ୍କ ନେଇଗଲେ, ଘିଅ ଟିକେ, ଜିରା ଟିକେ, କଞ୍ଚା ଲଙ୍କା, କସ୍ତୁରୀ ମେଥି, ତା ସହିତ ଏଠି ବିରିୟାନୀ ମସଲା, ତା ସହିତ ରହିଛି ଏଠି ଲଙ୍କାଗୁଣ୍ଡ, ବିରିୟାନୀ ମସଲା ଯେଉଁଟା ବିନା ପିଆଜ ରସୁଣ ଆସୁଛି। ତ ସେଇଟା ଭଲରେ ଗୋଳେଇ ସାରିଲା ପରେ ୟା ଭିତରେ ଗୋଳେଇଥିଲେ। ଯଦି ଆପଣଙ୍କୁ ମୋର ଭିଡ଼ିଓଟା ଭଲ ଲାଗୁଛି, ପ୍ଲିଜ୍ ଫଲୋ କରିବେ, ଲାଇକ୍ କରିବେ, ସେୟାର କରିବେ। ଦେଖନ୍ତୁ ମୋର ଖାଇବାଟା କେମିତି ହେଇଛି।